ରାଉରକେଲାରେ 30ତମ ପୁସ୍ତକ ମେଳା ଉଦ୍ଘାଟିତ। ଆଦର୍ଶ ପାଠାଗାର ଆୟୋଜିତ 30ତମ ରାଉରକେଲା ପୁସ୍ତକ ମେଳା ସ୍ଥାନୀୟ ଭଞ୍ଜଭବନଠାରେ ଉଦ୍ଘାଟିତ ହୋଇଯାଇଛି। ପାଠାଗାରର କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ରଙ୍କ ସଭାପତିତ୍ୱରେ ଓ ଅଶୋକ ବଳଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିପିୟୁଟିର କୁଳପତି ପ୍ରଫେସର ଡକ୍ଟର ଅମିୟ କୁମାର ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକ ମେଳାକୁ ଶୁଭାରମ୍ଭ କରିବା ବେଳେ ସମାଜର ଦିଗ୍ଦର୍ଶକ ହେଉଛି ପୁସ୍ତକ, ଯାହାକି ମନୁଷ୍ୟର ବଡ଼ ବନ୍ଧୁ ବୋଲି ସେ କହିଥିଲେ। ପୁସ୍ତକ ଦ୍ୱାରା ହିଁ ପିଲାମାନଙ୍କ ମଧ୍ୟରେ ମାନସିକ ଓ ବୌଦ୍ଧିକତାର ବିକାଶ ହୋଇଥିବା ବେଳେ ବହିର ଚାହିଦା ରହିଛି। ସଭାପତିତ୍ୱ ଅଭିଭାଷଣରେ ଶ୍ରୀ ମିଶ୍ର ଜାତିର ସମ୍ପତ୍ତି ସାହିତ୍ୟ ବୋଲି କହିବା ସହ ଚଳିତ ବର୍ଷ ଅଧିକ ପ୍ରକାଶକ ଓ ପୁସ୍ତକ ବିକ୍ରେତାମାନେ ଆସିଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ। ଉପସଭାପତି ଡକ୍ଟର ସନାତନ ପ୍ରଧାନ ଓ ଉପଦେଷ୍ଟା ଇଞ୍ଜିନିୟର ଅଭୟ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ। ଶେଷରେ ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପୁସ୍ତକ ମେଳାରେ ରାଜ୍ୟର କଟକ, ଭୁବନେଶ୍ୱର, ଫୁଲବାଣୀ, ରାଞ୍ଚିରୁ ବିଭିନ୍ନ ପୁସ୍ତକ ବିକ୍ରେତା ଓ ପ୍ରକାଶକ ଏହି ମେଳାରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପାଠାଗାରର ସଦସ୍ୟ ବବିତା ମହାପାତ୍ର, ଡକ୍ଟର ଜୟନ୍ତୀ ପାଢ଼ୀ, ବିଜୟ ପାତ୍ର, ଟୁକୁଲା ପାଢ଼ୀ, ପରଶୁରାମ ପଟ୍ଟନାୟକ, ଦୀନବନ୍ଧୁ ରଥ, ମନୋଜ କୁମାର ପଣ୍ଡା, ଜୟଶ୍ରୀ ଦାସ, କରୁଣାକର ପାଟ୍ସାଣୀ, ଜ୍ୟୋତିରଞ୍ଜନ ମହାପାତ୍ର, ପ୍ରଦୀପ କୁମାର ପଟ୍ଟନାୟକ, କୁଞ୍ଜବିହାରୀ ରାଉତ, ପଞ୍ଚାନନ ପାତ୍ର, ପ୍ରଳୟ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ। ଦେଖନ୍ତୁ ତାରି ଭିଜୁଆଲ। ସାର୍, ଆଜି 30ତମ ପୁସ୍ତକ ମେଳା ଏ ସମ୍ପର୍କରେ ଆପଣଙ୍କର ବକ୍ତବ୍ୟ। ମୁଁ ଯେଉଁଟା ଆଗରୁ କହୁଥିଲି, ପୁସ୍ତକ ମେଳା ଏଇ ସୋସାଇଟିକୁ, ଏଇ ସମାଜକୁ ଏଇ ପୁସ୍ତକ ପଢ଼ି ପିଲାମାନେ ଯଦି ଆଜି ଦେଖୁଛନ୍ତି ଏ ସୋସାଇଟିର ଆଉ ପିଲାମାନଙ୍କର ଯଦି ଆମେ ଉନ୍ନତି ଦେଖିବା ଆଉ ସମାଜକୁ ଗୋଟେ ଭଲ ରାସ୍ତାରେ ଆମେ ଗଢ଼ି ତୋଳିବା, ତାହେଲେ ଏଇ ପୁସ୍ତକର ନିହାତି ଦରକାର। ପିଲାମାନେ ଏ ପୁସ୍ତକ ପଢ଼ିବା ଦରକାର, ପିଲାମାନେ ଜାଣିବା ଦରକାର। ସେଥିରେ ଆପଣ ଗପ ବହି ବି ଅଛି, ସୋସାଇଟିକୁ କିଛି ମେସେଜ୍ ଦେବାର ବି, ଶିକ୍ଷା ଦେବାର ବି ବହି ଅଛି ଏଠାରେ। ଆପଣ ରାମାୟଣ ମୁଁ କହୁଥିଲି, ମହାଭାରତ କୁହନ୍ତୁ, ଭଗବତ ଗୀତା କୁହନ୍ତୁ, ତାହାର ବି ବହି ମୁଁ ଦେଖିଲି, ପୁସ୍ତକ ଦେଖିଲି। ସେଥିରେ ସେଗୁଡ଼ାକ ବି ପିଲାମାନଙ୍କୁ ପଢ଼ିବା ଦରକାର। ତାର ସାର୍, ଏ ପୁସ୍ତକ କେତେ ମେଳା ଏ ପ୍ରଭାବ କେତେ ପକାଇ ପାରିବ ଜନସାଧାରଣଙ୍କ ଉପରେ? ଦେଖନ୍ତୁ, ଜନସାଧାରଣଙ୍କୁ ଏଇ ପୁସ୍ତକ ହିଁ ସମାଜର ଯେତେ ଆପଣ ଉନ୍ନତି ଦେଖିବେ ଆଉ ପିଲାମାନଙ୍କର ଉନ୍ନତି ଦେଖିବେ, ପିଲାମାନେ ଭଲ ମଣିଷ ହେଇକି ଗଢ଼ି ତୋଳିବେ। ମାନେ ଆପଣଙ୍କ ଷ୍ଟ୍ରେସ୍ ଯେଉଁଟା ରହୁଛି ପିଲାମାନଙ୍କୁ, ଆଜି ଦେଖୁଛନ୍ତି ଆଜି ପିଲାମାନଙ୍କୁ ବହୁତ ଷ୍ଟ୍ରେସ୍ ରହୁଛି ସବୁବେଳେ। ପୁସ୍ତକ ପଢ଼ିବା ଦ୍ୱାରା ପିଲାମାନଙ୍କର ଷ୍ଟ୍ରେସ୍ କମିଯାଏ। ଆଜି ଯେଉଁଟା ମେମୋରି ପାୱାର ବୋଲି କହୁଛନ୍ତି, କମ୍ପ୍ୟୁଟର ଲାଙ୍ଗୁଏଜରେ 20 GB, 30 GB, 60 GB କହୁଛନ୍ତି। ଆପଣ ଯେତେ ପାଠ ପଢ଼ିବେ ଆପଣଙ୍କ ମେମୋରି ଅନଲିମିଟେଡ଼ ବଢ଼ି ଚାଲିବ। ମାଇଣ୍ଡର କିଛି ତା'ର ଅନଲିମିଟେଡ଼ ଇନଫାଇନାଇଟ୍ ମେମୋରି ସ୍ପେସ୍। କିନ୍ତୁ ଆପଣଙ୍କୁ ପୁସ୍ତକ ପଢ଼ିବାକୁ ପଡ଼ିବ। ପୁସ୍ତକ ପଢ଼ିଲେ ହିଁ ମେମୋରି ପାୱାର ବଢ଼ିବ। ଆପଣଙ୍କର ମାନେ ଯେଉଁଟା ବ୍ଲଡ଼ ପ୍ରେସର କୁହନ୍ତୁ ଆଉ ବିଭିନ୍ନ ପ୍ରକାର ରୋଗ ହେଉଛି, ବହି ନ ପଢ଼ିଲେ ହିଁ ଏଗୁଡ଼ାକ ହେଉଛି। ବହି ପଢ଼ିବା ଦ୍ୱାରା ଏଗୁଡ଼ାକ ସବୁ ଆପଣଙ୍କର ମସ୍ତିଷ୍କ, ଆପଣଙ୍କର ସବୁ ମାନେ ଷ୍ଟ୍ରେସ୍, ଏଗୁଡ଼ାକ ସବୁ ନର୍ମାଲ୍ ରହିବ। ଧନ୍ୟବାଦ ସାର୍, ଧନ୍ୟବାଦ ସାର୍। ଆପଣଙ୍କ ପରିଚୟ, ଆଜି ଏଇ ଯେଉଁ ପୁସ୍ତକ ମେଳାରେ ଆସିଛନ୍ତି ସେ ସମ୍ପର୍କରେ ପଦେ। ମୁଁ ଡକ୍ଟର ନୃସିଂହାନନ୍ଦ ମହାପାତ୍ର, କମଳା ପ୍ରକାଶିନୀ ପ୍ରତିଷ୍ଠାତା। ଆଜି 30ତମ ପୁସ୍ତକ ମେଳା ରାଉରକେଲା ଏବଂ ପ୍ରତ୍ୟେକ ପ୍ରକାଶିନୀ ସଂସ୍ଥାମାନେ ଆସିଛନ୍ତି। ଓଡ଼ିଶାର ପ୍ରତ୍ୟେକ କୋଣ ଅନୁକୋଣରୁ ବିଭିନ୍ନ ପ୍ରକାର ବଡ଼ ବଡ଼ ପ୍ରକାଶନ ସଂସ୍ଥାମାନେ ଆସିଛନ୍ତି। ଆଜି ଉଦ୍ଘାଟନୀ ଦିବସ, ଉଦ୍ଘାଟନୀରେ ବହୁତ କବି, କବୟିତ୍ରୀ, ଜ୍ଞାନୀ, ଗୁଣୀ, ପ୍ରାଜ୍ଞମାନେ ଆସିଛନ୍ତି ଏବଂ ରାଉରକେଲାର ଗୋଟେ ମହାକୁମ୍ଭ କହିଲେ ଅତ୍ୟୁକ୍ତି ହେବନି। ଆଜି ଯୁବପିଢ଼ି, ସାମ୍ପ୍ରତିକ ଯୁବପିଢ଼ି ଯେଉଁ ଉତ୍ସାହ, ଯେଉଁ ଆନନ୍ଦ, ଯେଉଁ ଅଭିଳାଷରେ ଖଣ୍ଡେ ଖଣ୍ଡେ ବହି ନେଉଛନ୍ତି, ନିଶ୍ଚିତ ଭାବେ ଓଡ଼ିଆ ବାଣୀ ଭଣ୍ଡାରକୁ ବିକଶିତ କରିବ ଏବଂ ଓଡ଼ିଆ ଭାଷାର ମାନେ ବିକଶିତ ନିଶ୍ଚିତ କରିବ। ଆଉ ଆପଣଙ୍କର ଏଇ ମାନେ ରାଉରକେଲାର ପୁସ୍ତକ ମେଳା ଏତେ ସୁନ୍ଦର ସାଜସଜ୍ଜା ଏବଂ ଶୃଙ୍ଖଳିତ, ମୁଁ ସେଥିପାଇଁ ଧନ୍ୟବାଦ ଦେଉଛି, ସ୍ୱାଗତ କରୁଛି, ଅଭିନନ୍ଦନ କରୁଛି। ଜୟ ଜଗନ୍ନାଥ। ଧନ୍ୟବାଦ ସାର୍। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।